हाय फ्रेंड, जय जगन्नाथ। वेलकम टू माय चैनल। शुभ सकाळ। आज हूँ 2025 शेष दिन। तेणुक आज दिनटी समस्त शुभमय हो एवं समस्ते आज दिनटी को एंजॉय करंतु एवं आसंता काली नूतन सकाळ एवं नूतन वर्ष पुराना वर्षर स्मृति हरई बर्तमान नुआर वर्ष आरंभ करवा। आज ब्लॉग टी सकाल सकाल स्टार्ट करवा एवं स्टार्ट करने पूर्व निश्चित भाव में कहना चाहे आपण मैंने ब्लॉग टी कंटिन्यू करेंगे, शेष देखा चेष्टा करेंगे और खास करी जो मैंने नुआ करी आम चैनल माध्यम ब्लॉग टी देखते खास कर सब्सक्राइब करेंगे, पाखर बेल आइकन टी बजाइदेवे और लाइक कमेंट शेयर करेंगे। आउ चलतु आज ब्लॉग टी स्टार्ट करवा। बर्तमान सकाल सकाल उठिला माने एते दीर्घ 15 दिन हम माने एते ठंडा हो माने जैकेट काढ़ापी भी इच्छा होनी। माने एबे भी 9टा है कि जैकेट भी एपର୍ଯ୍ୟନ୍ତ ମୁଁ କାଢ଼ିନି। ମାନେ ବର୍ତ୍ତମାନ ଓଡ଼ିଶା ସାରା ଭାରତରେ ବି କହିଲେ ଯେଉଁ ମାନେ କିଛି ଜାଗାରେ ପ୍ରବଳ ଶୀତ ହେଉଛି। ଆଉ ଏଇ ପ୍ରବଳ ଶୀତରେ ମାନେ ଯାହା ହଉ ସକାଳୁ ବର୍ତ୍ତମାନ ଉଠି ଚାଲିଛି। ବର୍ତ୍ତମାନ ବ୍ଲଗ୍ଟି ଷ୍ଟାର୍ଟ କରିବା ଏବଂ ଦେଖିବା ଆଜିର ଯେଉଁ ଶେଷ ଦିନ 2025 ଯେଉଁ ଶେଷ ଦିନଟାକୁ ଆଜି ଆମେ ବିଦାୟ ଦେବା। ଆପଣମାନେ ଧୁମଧାମରେ ନୂତନ ବର୍ଷକୁ ବିଦାୟ ଦିଅନ୍ତୁ ଏବଂ କିଛି ସେଲିବ୍ରେସନ୍ କରନ୍ତୁ ଏବଂ ଆଜିର ଦିନଟାକୁ ମଜାମସ୍ତି ସହିତ ପୁରା ସେଲିବ୍ରେସନ୍ କରି ହିଁ ବିଦାୟ ଦିଅନ୍ତୁ। ନୂତନ ସକାଳ ଆସିଲେ ନିଶ୍ଚିତ ଭାବରେ ନୂଆ ବର୍ଷ ଆରମ୍ଭ ହୋଇଯିବ ଆଉ ନୂଆ ବର୍ଷରେ ନୂଆ ନୂଆ କାର୍ଯ୍ୟ କରିବା ପାଇଁ ଆମେ ନିଶ୍ଚିତ ଭାବରେ ଚେଷ୍ଟା କରିବା ଏବଂ ଖାସ୍ କରି ଭଲ ଭଲ ବ୍ଲଗ୍ ଆଣିବା, ଏଣ୍ଟରଟେନମେଣ୍ଟ ବ୍ଲଗ୍ ଆଣିବା। ଆପଣମାନେ ଦେଖିବେ, ଏନ୍ଜୟ କରିବେ ଆଉ ନୂଆ ବର୍ଷରେ ନୂଆ ରୂପରେ ଆମ ଚ୍ୟାନେଲଟିକି ଆପଣମାନେ ସପୋର୍ଟ କରିବେ। ଚାଲନ୍ତୁ ବର୍ତ୍ତମାନ ସକାଳୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଏତେ ଶୀତ ହେଉଛି ଯେ ବର୍ତ୍ତମାନ ଆମ ଝିଅ ଦେଖନ୍ତୁ ତାର ଆଉ ଠେକୁଆ ଟୁପି ଆଉ ମାନେ ବାହାର କରୁନି, ତାର ଏଇଭଳିଆ ଦେଇକି ରଖିଛି। ଆଉ ଶୀତ ତ ପ୍ରବଳ ହେଉଛି ଆଉ ନା। ଆଉ ମାଟି ଆଜି ହେଉଛି କ'ଣ? 2025 ଶେଷ ଦିନ। ଆଜିର ଶେଷ ଦିନଟାକୁ ଆମେ କେମିତି କ'ଣ କାଟିବା? ଆଜି ଏନ୍ଜୟ କରିବା ଆଉ ମଜାମସ୍ତି କରିବା। ଆଉ କ'ଣ ଆଜି ଆମର ଯେହେତୁ ଭଲ ବାର ଅଛି, ଆଜି କ'ଣ କିଛି ପ୍ରୋଗ୍ରାମ କରିବା? ଚିକେନ ଆଣିବା। ହଁ ଠିକ୍ ଅଛି। ଆମର ଝିଅର ଯେହେତୁ ଫେଭରାଇଟ୍ ଚିକେନ, ତେଣୁକରି ସିଏ ମଟନ୍ ବି ସେମିତି ଖାଏ ନା, କିନ୍ତୁ ତାର ଚିକେନ ଉପରେ ଯେକୌଣସି ଆଇଟମ୍ କଲେ ସେ ଖାଇଦେବ। ଆଉ ତେଣୁକରି ତା ପାଇଁ ଆମ ଝିଅ ପାଇଁ ଆଣିବା ଆଜି ଦେଶୀ ଚିକେନ। ଆଉ ନିଶ୍ଚିତ ଭାବରେ ଆଉ କ'ଣ କହିବୁ କହ? ଆଉ ନୂଆ ବର୍ଷ ତ ଆସନ୍ତା କାଲି, କ'ଣ କିଛି ଆଡଭାନ୍ସ କରିଦେ। ଆଡଭାନ୍ସ କ'ଣ ମାନେ କ'ଣ କହିଦେଉନୁ ସମସ୍ତଙ୍କୁ? ଆଡଭାନ୍ସ ସମସ୍ତଙ୍କୁ ଆଡଭାନ୍ସ ହାପି ନ୍ୟୁ ଇୟର ଆମ ତରଫରୁ ସମସ୍ତଙ୍କୁ। ଚାଲନ୍ତୁ ଷ୍ଟାର୍ଟ କରିବା। ଚାଲନ୍ତୁ ବଲ୍ଟି ଷ୍ଟାର୍ଟ କରିବା। ସକାଳୁ ସକାଳୁ ଦେଖନ୍ତୁ ଗେଣ୍ଡୁ ଫୁଲର ଆମ ବାଡ଼ିରେ ସବୁ ଫୁଟିଛି ଗେଣ୍ଡୁ ଫୁଲ। ଦେଖନ୍ତୁ ମାନେ କେତେ ମସ୍ତ ଲାଗୁଛି। ଦେଖନ୍ତୁ ପୁରା ଗେଣ୍ଡୁ ଫୁଲ ବହୁତ ୱାଓ। ଦେଖନ୍ତୁ ଆସିଛି ଆମର ଚିକେନ। ଦେଖନ୍ତୁ ଏଇ ପିଲାଟି ଚିକେନ କ'ଣ ଦେଖିବୁ 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 ଆମର ଚିକେନ ବସିଛି। ଯାଇଛି ଦେଖି ଚିକେନ ଖାଇବ। କ'ଣ ଖାଇବୁ କହ? ଚିକେନ ଖାଇବୁ ତ? ସେ ଯାହା ହେଇଥିବ ଖାଇବୁ, ଯାହା ହେଇଥିବ ଖାଇବୁ। ହଁ ସତ କହୁଛୁ ନା ମିଛ କହୁଛୁ? ତମର କ'ଣ ଚିକେନ ତା ଧରିଆନି ଏଠି? ତମର କ'ଣ ହେଇଛି? ମୁଁ ଦେମି ତୁ କହୁନୁ ତମର କ'ଣ ହେଇଛି? ତମର ସିନା କହିଲେ ଚିଙ୍ଗୁଡ଼ି ମାଛ ନା ଶୁଖୁଆ? ମାଛ। ତାଟି ଆଣିଯା ଚିକେନ ଦେବା ଖାଇବ। ଚିକେନ ଖାଇବୁ ତ? ଦେମି ଖାଇବୁ ଚିକେନ। ଆଉ ତାଙ୍କର କ'ଣ ହବ? ତାଙ୍କର କ'ଣ ହବ? ଖାଲି ମାଛ ଆଉ କିଛି ନୁହଁ? ଆଚ୍ଛା ଆଚ୍ଛା। ନା ତୁ ଟିକେ ଡାକିଲୁ। ଛାଡ଼ ଡାକିଲ ଡାକେ। ସେ ଆଗରୁ ଥୋଡ଼ି ଡାକୁଥିଲେନି, ସେ ଡାକିଦେବ। ଛାଡ଼ ଡାକେ ସେଇଆ କହୁଛି। କୁକୁଡ଼ା ଆସିଯାଇଛି ଚିକେନ ଖାଇବା ପାଇଁ। ଦେଖା ତାଟିଆ ଦେଖୁନୁ, ତାଟିଆ ନେଇକି ତାଟିଆ ଦେଖା ତୁ କାହିଁକି ଦେଉଛୁ?
ଆମ ତାଟିଆ ନେଇ ମୁଁ କାଢିଦେବି ପାଇ ହେତେ ଶଙ୍କୁରା ଆମର ବର୍ତ୍ତମାନ ପଳେଇ ଆସିଛି ଚିକେନ ଖାଇବ ତାଟିଆ ନେଇକି ଆସିଛି ତାଙ୍କ ଘରୁ ଆଉ ବର୍ତ୍ତମାନ ତାକୁ ଚିକେନ ଟିକେ ଦବା ଆଉ ଚିକେନ ଦେନେ ଖାଇବୁ ହେଲା ଦେଖା ଦେଖୁନ ତୁ କାଇଁ ହନୁଛୁ ଶଙ୍କୁରା ଆମର ଚିକେନ ଖାଇବ 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 ଝୋଳ ମରିନି ଚିକେନ ର ଆଳୁ ଖଣ୍ଡେ ନେଇଥା ଚିକେନ ହେଇଗଲେ ଖାଇବ ହେଲା ଶକୁନା ବର୍ତ୍ତମାନ ଆମର ଚିକେନ ଖାଇବ ଏଇ ହେଇଯାଉ ଫୁଟି ଯାଉ ଆଳୁ ଖଣ୍ଡେ ଖାଇଥା ତାପରେ ଚିକେନ ଖାଇବ ହେଲା ହଁ ଖାଇଦେ ଓ ଖାଉନୁ ହଁ ଭଲ ଲାଗୁଛି ଶଙ୍କୁରା ଆମର ଦେଖୁନ ସିଏ ଥଣ୍ଡା ହେଇଯିବ ଖା ଏବେ ଚିକେନ ଭଳିଆ ନାଗୁଛି ତ ଏଇ ଚିକେନ ଭଳିଆ ନାଗୁଛି ଚିକେନ ଭଳିଆ ନାଗୁଛି କହୁନୁ ଚିକେନ ଭଳିଆ ନାଗୁଛି ସିଏ ଆମର ଖାଇଦେ ଏଇ ତାକୁ ଖାଇସାରିଲା ପରେ ପୁଣି ଚିକେନ ଦେମି ହେଲା ଶଙ୍କୁରା ଆମର ଚିକେନ ଖାଇଲେ କହୁନୁ ଆଗେ ତୁ କାଇଁ କହୁଛୁ କଣ ଖାଇଲୁ ଆଉ କଣ ଖାଇବୁ ଚିକେନ ଖାଇବୁ ଚିକେନ ଦବା ଦେଖା ତୁ ଝୁଳ ପିଇନି ଚିକେନ ଭଳିଆ ନା ଝୁଳ ନା ପିଇଦେ ପିଇ ଦଉନୁ ଚିକେନ ଝୁଳ ପିଇଦେ ତୁ ପିଉନୁ ପିଇ ସାରେ ସେ ଆଣିବ ପିଇଦେ ହଁ ସେଇଟା ହଁ ଚିକେନ ଝୋଳ ପାତିଆ ପିଇଲେ ଭଲ ଲାଗୁଛି ଦେଖ ଚିକେନ ଝୋଳ ନା ଚିକେନ ଝୋଳ ଲାଗିଲା ନା ୟା ପରେ ଚିକେନ ଦେମି ହେଲା ଏଇ ପିଲାଟି ତା ନାଁ ହଉଛି ଶଙ୍କୁରା ଆଉ ସେ ବର୍ତ୍ତମାନ ଆସିଛି ଆମର ଚିକେନ ଖାଇତେ ଏଇଠିକା ଚିକେନ ଟେଷ୍ଟ କଣ କେମିତି ହେଇଛି ଚିକେନ କଣ କେମିତି ଟେଷ୍ଟ ଲାଗୁଛି ବଢିଆ ହେଇଛି ଭଲ ଲାଗୁଥିବ ନା ଦେଖିଲି ଟିକେ ତ ଚିକେନ ଏଇରେ ଚିକେନ ସେ କଣ ଚିକେନ ବା ବସିଛି ତ ଚିକେନ ବସିଛି ତାପରେ ଆଳୁ ଦିଆହେଲା ଚିକେନ ଆଳୁ ଚିକେନ ବର୍ତ୍ତମାନ ଖାଇଲୁ ଆଳୁ ଚିକେନ ଆଳୁ ଆଉ ଚିକେନ ଟା ସିଝି ନାହିଁ ବୁଝିଲୁ ସେଇଟା ଖାଇଦେ ଖାଇସାରିଲା ପରେ ତାପରେ ଚିକେନ ଦିଆଯିବ ହେଲା ଦେଖନ୍ତୁ ବର୍ତ୍ତମାନ ଯେହେତୁ ଆଜି ଆମର ଆଜି ବର୍ଷର ଲାଷ୍ଟ ଦିନ ତେଣୁ ଭଲ ବାର ପଡ଼ିଛି ବର୍ତ୍ତମାନ ଦେଖନ୍ତୁ ଆମର ଚିକେନ ପକୋଡ଼ା ମାଟି କ'ଣ ହେଇଛି ଚିକେନ ପକୋଡ଼ା ଏବଂ ତା ସହିତ ମାଟିର ସକ୍ସ ଦେଖନ୍ତୁ ସକ୍ସ ଆଉ ଚିକେନ ପକୋଡ଼ା ଆଉ ଏପଟରେ ହେଉଛି ଆମର ଚିକେନ ଝୋଳ ଚାଲିଛି ଦେଖନ୍ତୁ ଏପଟରେ ଚିକେନ ଝୋଳ ଚାଲିଛି ଚିକେନ ପକୋଡ଼ା ନୂଆ ବର୍ଷକୁ ଏନ୍ଜୟ କରିବା ନା କ'ଣ ଦେଖନ୍ତୁ ବର୍ତ୍ତମାନ ଚିକେନ ଦେଖନ୍ତୁ ଚିକେନଟା କୋଉଳି ଭାବରେ ହେଇଛି ଦେଖନ୍ତୁ ପୁରା ଟେଷ୍ଟି ଦେଖନ୍ତୁ ମାନେ ଆମ ଗୃହିଣୀ ପୁରା ମାନେ ଏକ୍ସପ୍ରେସ୍ ଚିକେନ ରାନ୍ଧିବାର ପୁରା ଆଉ ବାପ ଝିଅ ଆମେ ଦେଖନ୍ତୁ ଚିକେନ ପିସ୍ ଟେଷ୍ଟ କରୁଛୁ ବାପ ଝିଅ କେମିତି ଲାଗୁଛି ବଢ଼ିଆ ଟେଷ୍ଟ ଦେଶୀ କୁକୁଡ଼ା ଟେଷ୍ଟ ମସ୍ତ ହେଇଛି ନା କ'ଣ ମାଟି କେତେ ଟେଷ୍ଟ ହେଇଛି ବର୍ତ୍ତମାନ ଦେଖନ୍ତୁ ଆମର ଚିକେନ କଷା ପ୍ରସ୍ତୁତ ହେଇସାରିଛି ଇଏ ହେଉଛି ଚିକେନ କଷା ଇଏ ହେଲା ଚିକେନ ଝୋଳ କିଛି ଝୋଳ କରାଗଲା କିଛି କଷା କରାଗଲା ଦେଖନ୍ତୁ